ଶୁଖିଲା ପଣ୍ଡିତ ହୋଇ କିଛି ଲାଭ ନାହିଁ ଯଦି ଅନ୍ତରରେ ଭକ୍ତି ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଭାରତ ବର୍ଷର ପବିତ୍ର ମାଟିରେ ଅନେକ ମହାପୁରୁଷ ଜନ୍ମଗ୍ରହଣ କରି ମାନବ ଜାତିକୁ ଆଲୋକର ପଥ ଦେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଶ୍ରୀ ରାମକୃଷ୍ଣ ପରମହଂସ। ସେ କେବଳ ଜଣେ ସନ୍ନ୍ୟାସୀ ନଥିଲେ, ବରଂ ସେ ଥିଲେ ଜଣେ ମହାନ ସଂସ୍କାରକ ଏବଂ ଆଧ୍ୟାତ୍ମିକ ଗୁରୁ। ରାମକୃଷ୍ଣ ପରମହଂସ କୌଣସି ପୋଥିଗତ ବିଦ୍ୟା ଶିଖିନଥିଲେ, କିନ୍ତୁ ତାଙ୍କର ଜ୍ଞାନ ଥିଲା ଅଗାଧ। ସେ ମା କାଳୀଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ ଏବଂ ନିଜ ସାଧନା ବଳରେ ସେଥିରେ ସଫଳ ହୋଇଥିଲେ। ସେ କହୁଥିଲେ ଯେ ଈଶ୍ୱରଙ୍କୁ ପ୍ରାପ୍ତି କରିବା ପାଇଁ କୌଣସି ଜଟିଳ କର୍ମକାଣ୍ଡର ଆବଶ୍ୟକତା ନାହିଁ, କେବଳ ନିର୍ମଳ ଭକ୍ତି ଓ ବ୍ୟାକୁଳତା ହିଁ ଯଥେଷ୍ଟ। ସେ ଉଭୟ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମର ସାଧନା କରି ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ସମସ୍ତ ନଦୀ ଯେପରି ଶେଷରେ ସମୁଦ୍ରରେ ମିଳିତ ହୁଅନ୍ତି, ସମସ୍ତ ଧର୍ମ ସେହିପରି ଏକ ପରମ ସତ୍ତାଙ୍କ ପାଖକୁ ଯାଇଛନ୍ତି। ପ୍ରତିବର୍ଷ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନକୁ ଶ୍ରୀ ରାମକୃଷ୍ଣ ଜୟନ୍ତୀ ଭାବରେ ସାରା ବିଶ୍ୱରେ ପାଳନ କରାଯାଇଥାଏ। 1836 ମସିହା ଫେବୃଆରୀ 18 ତାରିଖରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ସ୍ଥିତ କାମାରପୁକୁର ଗ୍ରାମରେ ଏକ ନିଷ୍ଠାପର ବ୍ରାହ୍ମଣ ପରିବାରରେ ଗଦାଧର ଚଟ୍ଟୋପାଧ୍ୟାୟ ଅର୍ଥାତ୍ ରାମକୃଷ୍ଣ ପରମହଂସ ଜନ୍ମଗ୍ରହଣ କରିଥିଲେ। ପିତା ଖୁଦିରାମ ଚଟ୍ଟୋପାଧ୍ୟାୟ ଏବଂ ମାତା ଚନ୍ଦ୍ରମଣି ଦେବୀଙ୍କ ସରଳ ଓ ଧାର୍ମିକ ଜୀବନଶୈଳୀ ଗଦାଧରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପିଲାଟି ଦିନରୁ ସେ ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟରେ ଈଶ୍ୱରଙ୍କୁ ଅନୁଭବ କରୁଥିଲେ। ପାଠଶାଳାରେ ପାଠ ଅପେକ୍ଷା ଭଗବତ ଚିନ୍ତନ ଏବଂ ସାଧୁ ସନ୍ଥଙ୍କ ସଙ୍ଗ ତାଙ୍କୁ ଅଧିକ ଆନନ୍ଦ ଦେଉଥିଲା। ପରବର୍ତ୍ତୀ ସମୟରେ ସେ କଲିକତାର ଦକ୍ଷିଣେଶ୍ୱର କାଳୀ ମନ୍ଦିରର ପୂଜକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ରାମକୃଷ୍ଣଙ୍କ ଜୀବନୀ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ବିନା ଅସମ୍ପୂର୍ଣ୍ଣ। ନରେନ୍ଦ୍ରନାଥ ଯେତେବେଳେ ପ୍ରଶ୍ନ କରିଥିଲେ, ଆପଣ ଭଗବାନଙ୍କୁ ଦେଖିଛନ୍ତି କି? ରାମକୃଷ୍ଣ ଉତ୍ତର ଦେଇଥିଲେ, ହଁ, ମୁଁ ତତେ ଯେପରି ଦେଖୁଛି ଭଗବାନଙ୍କୁ ତାଠାରୁ ଅଧିକ ସ୍ପଷ୍ଟ ଭାବରେ ଦେଖିପାରୁଛି। ଏହି ଉତ୍ତର ନରେନ୍ଦ୍ରଙ୍କ ଜୀବନ ବଦଳେଇ ଦେଇଥିଲା। ରାମକୃଷ୍ଣଙ୍କ ଆଦର୍ଶକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେ ସାଜିଥିଲେ ସ୍ୱାମୀ ବିବେକାନନ୍ଦ ଏବଂ ପ୍ରତିଷ୍ଠା କରିଥିଲେ ରାମକୃଷ୍ଣ ମିଶନ। ଆଜିର ବସ୍ତୁବାଦୀ ଦୁନିଆରେ ଯେଉଁଠି ମଣିଷ ନିଜର ଆତ୍ମିକ ଶାନ୍ତି ହରାଇ ବସିଛି, ସେଠାରେ ଶ୍ରୀ ରାମକୃଷ୍ଣଙ୍କ ବାଣୀ ଏକ ଆଶାର ଆଲୋକ ଥିଲା। ଶ୍ରୀ ରାମକୃଷ୍ଣଙ୍କ ଜୟନ୍ତୀ ଏକ ଉତ୍ସବ ନୁହେଁ ଦର୍ଶକ ବନ୍ଧୁ, ଏହା ହେଉଛି ସର୍ବଧର୍ମ ସମନ୍ୱୟର ବାର୍ତ୍ତା। ତାଙ୍କ ମତରେ ଯେତେ ମତ ସେତେ ପଥ, ଅର୍ଥାତ୍ ଈଶ୍ୱରଙ୍କ ପାଖରେ ପହଞ୍ଚିବା ପାଇଁ ବିଭିନ୍ନ ଧର୍ମ ଓ ମାର୍ଗ ରହିଛି, କିନ୍ତୁ ଗନ୍ତବ୍ୟସ୍ଥଳ ଏକ। ଜୀବ ଶିବ ଜ୍ଞାନରେ ସେବା ହିଁ ପ୍ରକୃତ ଧର୍ମ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।